2024 ରଜ ପର୍ବରେ ଆସିବାକୁ ଯାଉଛି କିଛି ନୂଆ ଓଡ଼ିଆ ଫିଲ୍ମ ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବାବୁସାନ ମହାନ୍ତିଙ୍କ କିଛି ନୂଆ କାହାଣୀର ଫିଲ୍ମ ଆସିବାକୁ ଯାଉଛି ଏହି ରଜ 2024ରେ। ରଜ 2024ରେ ଆସିବାକୁ ଥିବା ଫିଲ୍ମ ବିଷୟରେ ସୂଚନା ଜାଣିବା ପୂର୍ବରୁ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ରଜରେ କିଛି ଧମାକେଦାର ଓଡ଼ିଆ ଫିଲ୍ମ ରିଲିଜ୍ ହେବାକୁ ଯାଉଅଛି। ଆଉ ଏହି 2024 ରଜରେ ଭଲ କଣ୍ଟେଣ୍ଟର ଓଡ଼ିଆ ଫିଲ୍ମ ଆସିବାକୁ ଯାଉଅଛି। ରଜ 2024ରେ ଆସିବାକୁ ଥିବା ଫିଲ୍ମର ଲିଷ୍ଟ ମଧ୍ୟରୁ 4ଟି ଫିଲ୍ମ ପୁରାପୁରି ଟପ୍ରେ ରହିଅଛି। ବାବୁସାନ ମହାନ୍ତି ଓ ଏଲିନାଙ୍କ ପାୱାର ଓଡ଼ିଆ ଫିଲ୍ମ। ପାୱାର ଓଡ଼ିଆ ଫିଲ୍ମ ଗୋଟେ ପଲିଟିକାଲ କମେଡ଼ି ଡ୍ରାମା ଜନର ଫିଲ୍ମ ହେବାକୁ ଯାଉଅଛି। ଏହି ଫିଲ୍ମ ଆସନ୍ତା ଜୁନ 12 ତାରିଖରେ ରିଲିଜ୍ ହେବ। ଆଉ ଏହି ବାବୁସାନ ଓ ଏଲିନାଙ୍କ ଫିଲ୍ମ ପାୱାର ପାଇଁ ହାଇପ୍ ମଧ୍ୟ ବହୁତ ରହିଅଛି। ଆପଣମାନେ ବାବୁସାନ ମହାନ୍ତିଙ୍କ ପାୱାର ଫିଲ୍ମ ପାଇଁ କେତେ ଏକ୍ସାଇଟେଡ୍ ଅଛନ୍ତି ନିଶ୍ଚୟ କମେଣ୍ଟ ସେକ୍ସନରେ ଲେଖି ଜଣାଇବେ। ଅନୁଭବ ମହାନ୍ତିଙ୍କ ନୂଆ ଫିଲ୍ମ କୁହୁଡ଼ି, ଯାହାର ଟିଜର କିଛି ଦିନ ତଳେ ରିଲିଜ୍ କରାଯାଇଥିଲା। ଏହି କୁହୁଡ଼ି ନୂଆ ଓଡ଼ିଆ ଫିଲ୍ମ ମଧ୍ୟ ଏହି ରଜରେ ରିଲିଜ୍ ହେବ, ତାହା ବି ଜୁନ 14 ତାରିଖରେ। ଅନୁଭବ ମହାନ୍ତିଙ୍କ ବ୍ୟତୀତ କୁହୁଡ଼ି ଫିଲ୍ମରେ ଦୀପନିତ ସାଗର, ପ୍ରକୃତି ମିଶ୍ର ଓ ସୁପ୍ରିୟା ମଧ୍ୟ ଦେଖିବାକୁ ମିଳିବେ। କୁହୁଡ଼ି ନୂଆ ଓଡ଼ିଆ ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଡାଇରେକ୍ଟର ଅଜୟ ପାଢ଼ୀ। ତା ସହିତ ଗୋଟେ ମଲ୍ଟି ଷ୍ଟାରର ନୂଆ ଓଡ଼ିଆ ଫିଲ୍ମ ଚନ୍ଦ୍ରବଂଶୀ ଏହି ରଜରେ ରିଲିଜ୍ ହେବାକୁ ଯାଉଅଛି, ତାହା ମଧ୍ୟ ଜୁନ 14 ତାରିଖ ଦିନ। ମଲ୍ଟି ଷ୍ଟାରର ଓଡ଼ିଆ ଫିଲ୍ମ ଚନ୍ଦ୍ରବଂଶୀରେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ, ଶ୍ରୀତମ ଦାସ, ବ୍ରଜ ସିଂଙ୍କ ପରି ବହୁତ ଭଲ ଭଲ ଆକ୍ଟର ଏହି ଫିଲ୍ମରେ ଦେଖିବାକୁ ମିଳିବେ। ଆଉ ଆପଣମାନେ ଏହି ମଲ୍ଟି ଷ୍ଟାରର ନୂଆ ଓଡ଼ିଆ ଫିଲ୍ମ ଚନ୍ଦ୍ରବଂଶୀ ପାଇଁ କେତେ ଏକ୍ସାଇଟେଡ୍ ଅଛନ୍ତି ନିଶ୍ଚୟ କମେଣ୍ଟ ସେକ୍ସନରେ ଲେଖି ଜଣାଇବେ। ସ୍ୱରାଜ ଓ ଭୂମିକାଙ୍କ ନୂଆ ଓଡ଼ିଆ ଫିଲ୍ମ ଟିକେ ଟିକେ ଅଛି ନା ତୁ ମଧ୍ୟ ଏହି ରଜରେ ରିଲିଜ୍ ହେବାକୁ ଯାଉଅଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ରିଲିଜ୍ ଡେଟ୍ଟି ଆନାଉନ୍ସ କରାଯାଇ ନାହିଁ। ଏହି ନୂଆ ଓଡ଼ିଆ ଫିଲ୍ମ ଟିକେ ଟିକେ ଅଛି ନାରେ ଜଣେ ନୂଆ ଓଡ଼ିଆ ଆକ୍ଟର ଶୁଭମ ଓଡ଼ିଆ ଫିଲ୍ମରେ ଦେଖିବାକୁ ମିଳିବେ। ଅର୍ଥାତ୍ ଏହି ନୂଆ ଓଡ଼ିଆ ଫିଲ୍ମରେ ଶୁଭମ ଡେବ୍ୟୁ କରିବାକୁ ଯାଉଛନ୍ତି ତାଙ୍କ ଫିଲ୍ମ କ୍ୟାରିୟରର। ଆଉ ସ୍ୱରାଜ ଓ ଭୂମିକାଙ୍କ ଲିଡ୍ ରୋଲ୍ରେ ଥିବା ଏହି ଫିଲ୍ମର ଡାଇରେକ୍ଟର ଅଛନ୍ତି ତାପସ ସରଗରିଆ। ଏହି 4ଟି ନୂଆ ଓଡ଼ିଆ ଫିଲ୍ମ ମଧ୍ୟରୁ କେଉଁ ଫିଲ୍ମ ପାଇଁ ଆପଣମାନେ ସବୁଠାରୁ ଏକ୍ସାଇଟେଡ୍ ଇଣ୍ଟରେଷ୍ଟେଡ୍ ରହିଛନ୍ତି ନିଶ୍ଚୟ କମେଣ୍ଟ ସେକ୍ସନରେ ଲେଖି ଜଣାଇବେ। ଭିଡ଼ିଓକୁ ଲାଇକ୍, ସେୟାର ଓ ଚ୍ୟାନେଲରେ ନୂଆ ଥିଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।